वेलकम फ्रेंड्स टू माय चैनल। सो आज हम डिस्कशन करबा ओल्ड बुक्स एवं सेमानकर ऑथर को ऊपर एगुड़िक परीक्षा रे पड़ी पारे आगु जो परीक्षा आछि पूर्व परीक्षा गुडी करे मते गोटे दुटी क्वेश्चन आसीछि तेनु करी ई क्लास रे हमें ओल्ड बुक्स एंड देयर ऑथर्स से गुडी को ऊपर डिस्कशन करबा। प्रथम क्वेश्चन टी होछि गौतम बुद्धंकर जो हमर बुद्ध चरित्रम तांको जीवन ऊपर लिखा जाइछि से बुद्ध चरित्रमर रचयिता किए रचयिता होचंती हमर अश्व घोष। अश्व घोष हेले बुद्ध चरित्रमर रचयिता। नेक्स्ट क्वेश्चन टी हला पंचतंत्र रचयिता किए ना पंचतंत्र रचयिता विष्णु शर्मा। ए पंचतंत्र संस्कृत लैंग्वेज रे लिखा जाइछि। एथिरे पशु पक्षी मानक माध्यम रे छात्र मानकु शिक्षणीय कथा शिखा जाइଥାଏ। नेक्स्ट क्वेश्चन टी हला हु इज द ऑथर ऑफ द बुक प्रेम बाटिका। प्रेम बाटिकार रचयिता किए ना प्रेम बाटिकार रचयिता होचंती रस खान। रस खान हेले प्रेम बाटिकार रचयिता। तांकर प्रकृत नाम हेउची सैयद इब्राहिम खान। सैयद इब्राहिम खान। तांकर पेन नेम टी होची हमर कोन ना रस खान। से जने कृष्ण भक्त थिले। से 1628 ख्रीष्टाब्द रे वृंदावन रे मृत्युवरण करथिले। नेक्स्ट क्वेश्चन टी हला नेचुरल हिस्ट्री रचयिता किए ना नेचुरल हिस्ट्री रचयिता होचंती प्लिनी। प्लिनी होचंती नेचुरल हिस्ट्री रचयिता। नेक्स्ट क्वेश्चन हु इज द ऑथर ऑफ द बुक शाहनामा। शाहनामा पुस्तकटी किए रचना करिसेंती ना शाहनामा पुस्तक को फिरदौसी रचना करिसेंती। यह पर्शियन लैंग्वेज रे लिखा जाइछि। एथिरे ईरान रो माइथोलॉजी एवं ईरान रो हिस्ट्री ऊपर एही पुस्तक रे आलोचना करा जाइछि। नेक्स्ट क्वेश्चन टी हु इज द ऑथर ऑफ द बुक कादम्बरी। कादम्बरी पुस्तक रचयिता होचंती बाणभट्ट। ओके ए कादम्बरी पुस्तकटी एक लव स्टोरी ऊपर लिखा जाइछि। यह कादम्बरी एवं चंद्रपीदଙ୍କ ମଧ୍ୟରେ ହୋଇଥିବା ପ୍ରେମ ଉପରେ ପରିବେଶିତ କରାଯାଇଛି। ବାଣଭଟ୍ଟଙ୍କ ଦ୍ୱାରା ରଚନା କରାଯାଇଛି କାଦମ୍ବରୀ। ନେକ୍ସଟ କ୍ୱେଶ୍ଚିନ୍ ଟି ହେଲା ହଙ୍ଗରି ଷ୍ଟୋନ ରଚୟିତା ହେଉଛନ୍ତି ରବୀନ୍ଦ୍ରନାଥ ଟାଗୋର। ହୁ ଇଜ ଦ ଅଥର ଅଫ ଦ ବୁକ୍ ସୁରସାଗର। ସୁରସାଗର ପୁସ୍ତକର ରଚୟିତା କିଏ ନା ସୁରସାଗର ପୁସ୍ତକର ରଚୟିତା ହେଉଛନ୍ତି ସୂରଦାସ। ସେ ଜଣେ ଅନ୍ଧ କବି ଥିଲେ। ସେ 16th ସେଞ୍ଚୁରୀରେ ଆମର ଇଣ୍ଡିଆରେ ସେ ଥିଲେ। ସେ ତାଙ୍କର ଅନ୍ୟ ଯୋଉ ରଚନା ଗୁଡିକ ହଉଛନ୍ତି ସୁର ସାରାବଳୀ, ସାହିତ୍ୟ ଲାହିରୀ। ଓକେ ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି ଗାର୍ଡନର ର ରଚୟିତା କିଏ ନା ଗାର୍ଡନର ର ରଚୟିତା ହଉଛନ୍ତି ରବୀନ୍ଦ୍ରନାଥ ଟାଗୋର। ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ଅମର କୋଶ ର ରଚୟିତା କିଏ ଅମର କୋଶ ର ରଚୟିତା ହେଲେ ଅମର ସିଂ। ଇଏ ବିକ୍ରମାଦିତ୍ୟଙ୍କର ଯୋଉ ନବରତ୍ନ ଥିଲେ ଆମର ବିକ୍ରମାଦିତ୍ୟଙ୍କ ରାଜଦରବାର ଯୋଉ 9 ଜଣ ନବରତ୍ନ ଥିଲେ ସେମାନଙ୍କ ମଧ୍ୟରୁ ଇଏ ହଉଛନ୍ତି ଜଣେ। ତେଣୁ ସେ ନବରତ୍ନ କିଏ ଥିଲେ ନା ଅମର ସିଂ। ମନେ ରଖିଦେବା ଅମର ସିଂ, ଧନ୍ୱନ୍ତରୀ, ଧନ୍ୱନ୍ତରୀ। ଥାର୍ଡ ରେ ଆମର ଆସିବ ଘଟ ଖରପର। स्पेलिंग देखी नेबे घट खरपर। ओके नेक्स्ट कालिदास। कालिदास क्षपणक, क्षपणक, शंकु, देन बराह मिहिर, बराह मिहिर, बररुचि, बररुचि, लास्ट होचंदी बेताल भट्ट। सो ई 9 जण अमर सिंह, धन्वंतरी, घटखरपर, कालिदास, क्षपणक, शंकु, बराह मिहिर, बररुचि, बेताल भट्ट होचंती नवरत्न थिले विक्रमादित्यଙ୍କ ଦରବାରରେ ରାଜ ଦରବାରରେ। ସେମାନଙ୍କ ମଧ୍ୟରୁ ଅମର ସିଂ ଜଣେ। ସେ ଅମର ସିଂ ହିଁ ରଚନା କରିଛନ୍ତି ଆମର କଣ ନା ଅମର କୋଶ ଗ୍ରନ୍ଥଟିକୁ ରଚନା କରିଛନ୍ତି। ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ହେଉଛି ହୁ ଇଜ ଦ ଅଥର ଅଫ ଦ ବୁକ୍ ସାହିତ୍ୟ ଲହରୀ। ଏବେ ଆମେ ଡିସ୍କସନ କରି ଆସିଲେ ସୂରଦାସ ହେଉଛନ୍ତି ସାହିତ୍ୟ ଲହରୀର ରଚୟିତା। ନେକ୍ସଟ କ୍ୱେଶ୍ଚିନ୍ ଗୀତାଞ୍ଜଳିର ରଚୟିତା କିଏ। ଏଟା ଫେମସ ପୋଏମ ଗୀତାଞ୍ଜଳି ରବୀନ୍ଦ୍ରନାଥ ଟାଗୋର ରଚନା କରିଥିଲେ। ସେଥିପାଇଁ ସେ ନୋବେଲ ପୁରସ୍କାର ପାଇଥିଲେ ଲିଟରେଚରରେ। ଏଇଟା ମନେ ରଖିବେ ଲିଟରେଚରରେ ସେ ନୋବେଲ ପୁରସ୍କାର ପାଇଥିଲେ କିଏ ରବୀନ୍ଦ୍ରନାଥ ଟାଗୋର। ଓକେ ନେକ୍ସଟ କ୍ୱେଶ୍ଚିନ୍ ଇଣ୍ଡିକାର ରଚୟିତା କିଏ ନା ଇଣ୍ଡିକାର ରଚୟିତା ହେଉଛନ୍ତି ମାଗାସ୍ଥିନିସ। ସେ ଜଣେ ଗ୍ରୀକ ହିଷ୍ଟୋରିଆନ ଥିଲେ। ସେ ତାଙ୍କର ଇଣ୍ଡିକା ପୁସ୍ତକରେ ମୌର୍ଯ୍ୟକାଳୀନ ଆମର ମୌର୍ଯ୍ୟ ସେ ସମୟରେ ମୌର୍ଯ୍ୟ ଶାସନ ଚାଲିଥିଲା। ମୌର୍ଯ୍ୟକାଳୀନ ଭାରତ ଇତିହାସକୁ ସେ ବର୍ଣ୍ଣନା କରିଛନ୍ତି। ଓକେ ନେକ୍ସଟ କ୍ୱେଶ୍ଚିନ୍ ହୁ ଇଜ ଦ ଅଥର ଅଫ ଦ ବୁକ୍ ଚିତ୍ରାଙ୍ଗଦା। ଚିତ୍ରାଙ୍ଗଦାର ରଚୟିତା ହେଉଛନ୍ତି ରବୀନ୍ଦ୍ରନାଥ ଟାଗୋର। ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ବିଜକର ରଚୟିତା କିଏ ନା ବିଜକର ରଚୟିତା ହେଉଛନ୍ତି କବୀର ଦାସ। କବୀର ଦାସକୁ ଯିଏ ଫଲୋ କରନ୍ତି ତାଙ୍କୁ ଆମେ କହିଥାନ୍ତୁ କଣ କବୀର ପନ୍ଥୀ ମଧ୍ୟ
କୁହାଯାଇଥାଏ। ସୋ କବୀର ଦାସ ହଉଛନ୍ତି ବୀଜକର ରଚୟିତା। ନେକ୍ସଟ କ୍ୱେଶ୍ଚିନ୍ ଟି କାମିୟାନୀର ରଚୟିତା କିଏ? କାମିୟାନୀର ରଚୟିତା ଅଛନ୍ତି ହିନ୍ଦୀ କବି ଜୟଶଙ୍କର ପ୍ରସାଦ। ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ଏସେଜ ଅନ୍ ଗୀତା ପୁସ୍ତକର ରଚୟିତା କିଏ? ଏସେଜ ଅନ୍ ଗୀତା ପୁସ୍ତକକୁ ସେ ଅରବିନ୍ଦ ଘୋଷ ଲେଖିଥିଲେ। ନେକ୍ସଟ କ୍ୱେଶ୍ଚିନ୍ ଗୀତ ଗୋବିନ୍ଦର ରଚୟିତା କିଏ? ନା ଗୀତ ଗୋବିନ୍ଦକୁ ଜୟଦେବ ସଂସ୍କୃତ ଲାଙ୍ଗୁଏଜରେ ଲେଖିଥିଲେ। ଜୟଦେବ ହେଉଛନ୍ତି ଓଡ଼ିଶାର କେନ୍ଦୁବିଲ୍ୟ ବା କେନ୍ଦୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ମନେ ରଖିବେ। ନେକ୍ସଟ କ୍ୱେଶ୍ଚିନ୍ ଟି ହୁମାୟୁନ ନାମା କିଏ ରଚନା କରିଛନ୍ତି? ନା ଗୁଲବଦନ ବେଗମ। ଗୁଲବଦନ ବେଗମ ହଉଛନ୍ତି ବାବରଙ୍କର ଝିଅ। ସେଇ ଦୃଷ୍ଟିରୁ ବାବରଙ୍କ ପୁଅ ହଉଛନ୍ତି ଯୋଉ ହୁମାୟୁନ। ସୋ ହୁମାୟୁନ ଗୁଲବଦନ ବେଗମ ହଉଛନ୍ତି ଭାଇ ଭଉଣୀ। ଓକେ, ସୋ ଗୁଲବଦନ ବେଗମ ହିଁ ହୁମାୟୁନ ନାମାର ରଚୟିତା ଅଟନ୍ତି। ସୋ ନେକ୍ସଟ କ୍ୱେଶ୍ଚିନ୍ ଟି ହଉଛି ହୁ ଇଜ ଦ ଅଥର ଅଫ ଦ ବୁକ୍ ପୋଷ୍ଟ ଅଫିସ। ପୋଷ୍ଟ ଅଫିସର ରଚୟିତା କିଏ? ନା ଆର୍.ଏନ୍. ଟାଗୋର। ରବୀନ୍ଦ୍ରନାଥ ଟାଗୋର ପୋଷ୍ଟ ଅଫିସ ପୁସ୍ତକର ମଧ୍ୟ ରଚନା କରିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ ଟି ଆଇନି ଆକବରୀ ପୁସ୍ତକର ରଚନା କିଏ କରିଛନ୍ତି? ନା ଅବୁଲ ଫଜଲ ଆଇନି ଆକବରୀ ପୁସ୍ତକର ରଚନା କରିଛନ୍ତି। ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ମେଘଦୂତ କାବ୍ୟ ମହାକାବ୍ୟ ଗୋଟେ, ଏହାକୁ କିଏ ରଚନା କରିଥିଲେ? ନା କାଳିଦାସ ରଚନା କରିଥିଲେ ମେଘଦୂତ କାବ୍ୟ। ନେକ୍ସଟ କ୍ୱେଶ୍ଚିନ୍ ଟି ଅଷ୍ଟାଧ୍ୟାୟୀ। ଅଷ୍ଟାଧ୍ୟାୟୀର ରଚୟିତା କିଏ? ପାଣିନି ଅଷ୍ଟାଧ୍ୟାୟୀ ଗ୍ରନ୍ଥର ରଚନା କରିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ ଗୋଦାନ ପୁସ୍ତକର ରଚନା କିଏ କରିଛନ୍ତି? ନା ହିନ୍ଦୀ ସାହିତ୍ୟର ସାହିତ୍ୟିକ ପ୍ରେମଚନ୍ଦ ଗୋଦାନ ପୁସ୍ତକର ରଚନା କରିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ ପଦ୍ମାବତୀର ରଚନା କିଏ କରିଥିଲେ? ପଦ୍ମାବତୀର ରଚନା ମଲ୍ଲିକ ମହମ୍ମଦ ଜୟସୀ କରିଥିଲେ। ସେ ଏଥିରେ ଆମର ରତନ ସେନ, ପଦ୍ମାବତୀ ଏବଂ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ପଦ୍ମାବତୀ ଗ୍ରନ୍ଥରେ ମଲ୍ଲିକ ମହମ୍ମଦ ଜୟସୀ। ନେକ୍ସଟ କ୍ୱେଶ୍ଚିନ୍ ଟି ଭଗବତ ଗୀତାର ରଚୟିତା ହେଉଛନ୍ତି ବେଦବ୍ୟାସ। ପରବର୍ତ୍ତୀ କ୍ୱେଶ୍ଚିନ୍ ଟି ଆକବର ନାମକୁ କିଏ ଲେଖିଥିଲେ? ନା ଆକବର ନାମକୁ ଅବୁଲ ଫାଜଲ ଲେଖିଥିଲେ। ଅର୍ଥଶାସ୍ତ୍ରର ରଚୟିତା କିଏ? ଅର୍ଥଶାସ୍ତ୍ରକୁ ଚାଣକ୍ୟ ବା କୌଟିଲ୍ୟ ବା ବିଷ୍ଣୁଗୁପ୍ତ। ଏ ତିନୋଟି ନାଁରୁ ଯେକୌଣସି ନାଁ ଥିଲେ ସେ ହିଁ ଜଣକୁ ବୁଝାଇବ। ତେଣୁକରି ଆମର ଅର୍ଥଶାସ୍ତ୍ରର ରଚୟିତା ହେଉଛନ୍ତି ଚାଣକ୍ୟ। ନେକ୍ସଟ କ୍ୱେଶ୍ଚିନ୍ ଟି କର୍ମଭୂମିକୁ କିଏ ରଚନା କରିଥିଲେ? ନା କର୍ମଭୂମି ପୁସ୍ତକର ରଚନା କରିଛନ୍ତି ପ୍ରେମଚାନ୍ଦ ଗୋଦାନ ଏବଂ କର୍ମଭୂମି ପୁସ୍ତକ ମଧ୍ୟ ରଚନା କରିଛନ୍ତି। এই ଶେଷ କ୍ୱେଶ୍ଚିନ୍ ଟି ଆମର ଏଇ କ୍ଲାସର ସ୍ଲାଇଡର ଗୋଲ୍ଡେନ ଥ୍ରେଶୋଲ୍ଡ ପୁସ୍ତକକୁ କିଏ ରଚନା କରିଛନ୍ତି? ନା ଭାରତର କୋକିଳ ସରୋଜିନୀ ନାଇଡୁ ଗୋଲ୍ଡେନ ଥ୍ରେଶୋଲ୍ଡ ପୁସ୍ତକକୁ ରଚନା କରିଛନ୍ତି। ଆଶା ଆଜିର ଏଇ ଓଲ୍ଡ ବୁକ୍ସ ଏବଂ ଅଥର କ୍ଲାସଟି ଆପଣମାନଙ୍କୁ ଭଲ ଲାଗିଥିବ। ପ୍ଲିଜ ନୂଆ କରି ଯଦି ଆପଣ ମୋ ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି ସବସ୍କ୍ରାଇବ କରନ୍ତୁ ଚ୍ୟାନେଲକୁ ଏବଂ ଏଇ ଭିଡିଓଟିକୁ ଆପଣମାନଙ୍କ ସାଙ୍ଗମାନଙ୍କ ପାଖକୁ ସେୟାର କରନ୍ତୁ। ଧନ୍ୟବାଦ।